ବାହାରି ଯାଇଛି କାଳେ ବାଲିଯାତ୍ରାରେ ଗହଳି ହବ କିଛି ଅସୁବିଧା ହବ ସୁବିଧା ହବ ହଁ ତ ମୁଁ 5:30 6ଟା ଭିତରେ ଅଲରେଡି ସେଠି ପହଞ୍ଚି ଯାଇଥିଲି ଆଣ୍ଡ ମୁଁ ସେଠି ବ୍ୟାକ୍ ଷ୍ଟେଜ ବସି ବସି ଆଜ୍ଞା 4 ଘଣ୍ଟା 5 ଘଣ୍ଟା ମୁଁ ବସିଛି ତା ଭିତରେ ଆଚ୍ଛା ଲୋକଙ୍କୁ ବାର ବାର ମଞ୍ଚ ଉପରେ ଆନାଉନ୍ସ କରାହଉଛି କି ଅସୀମା ପଣ୍ଡା ନାଇଟ୍ସ ଆଉ ଟିକେ ପରେ ଅସୀମା ପଣ୍ଡା ଆସିବେ ଆଉ ଟିକେ ତ ଲୋକମାନଙ୍କର ମାନେ କ୍ୟୁରିଓସିଟି ରହୁଛି କି ଏବେ ଅସୀମା ପଣ୍ଡା ଆସିବ ଠିକ ଅଛି ଏଇଟା ସରିଗଲା ୟା ପରେ ଅସୀମା ପଣ୍ଡା ଆସିବେ ଆନାଉନ୍ସ କୋଉ ମାନେ କରୁଥିଲେ? ତାଙ୍କର ମାନେ ଇଭେଣ୍ଟସ ର ଯୋଉ ଆଙ୍କର ମାନେ ଆମର ଥିଲେ ଆଜ୍ଞା ହୁଁ ହଁ ସେମାନଙ୍କୁ କୁହାଯାଇଛି ଆନାଉନ୍ସ କରିବା ପାଇଁ ତ ସେମାନେ ଆନାଉନ୍ସ କରୁଛନ୍ତି ଏଣ୍ଡ ଆକ୍ଚୁଆଲି ଅସୀମା ପଣ୍ଡା ନାଇଟ୍ ଥିଲା କାଲି ସେଥିପାଇଁ ତ ଆନାଉନ୍ସ ହଉଥିଲା। ଆଚ୍ଛା ତାହେଲେ ଆପଣଙ୍କର ସମୟ ଆପଣ ଯେତେବେଳେ ଭିଡ ହବ ବୋଲି 5ଟା ବେଳୁ ପଳେଇ ଯାଇଥିଲେ 5:30ଟାରୁ ତାହେଲେ ଆପଣ ଅପେକ୍ଷା କରିଥିଲେ ଆପଣଙ୍କର ଶୋ କେତେବେଳେ ଷ୍ଟାର୍ଟ ହବାର ଥିଲା? ଶୋ ଟାଇମ ସେଇଟା ତ ମୁଁ କହୁଛି ପ୍ରଶାସନର ଇନଏଫିସିଏନ୍ସି ହଉଛି ସେଇଟା ଯଦି ଗୋଟେ ଏତେ ବଡ ଐତିହାସିକ ମଞ୍ଚ ଆପଣ ମାନେ ଆରେଞ୍ଜ କରୁଛନ୍ତି ଆଜ୍ଞା ଆପଣ ମାନଙ୍କର ଦାୟିତ୍ୱ ଅଛି ମଞ୍ଚ ପାଇଁ ତେଣୁ ଗୋଟେ ନର୍ମାଲ ଯୋଉ ଗୋଟେ ମାନେ ଗୋଟେ